ଜଗନ୍ନାଥଙ୍କୁ ନିମନ୍ତ୍ରଣ ନେଇକି ଯାଇଥିଲି। ଆପଣ ଯଦି ଦାସିଆ ହାତରୁ ନଡ଼ିଆ ନେଲେ, ଇଏ ମୋ ହାତରୁ କାହିଁ ଆକୁ ନେବେନି? ରତ୍ନ ବେଦିବାକୁ କ'ଣ ଯେ ମୁଁ ଗୋଟେ 4 ପାଦ ଯାଇକି ପଛକୁ ଅନେଲାକୁ ସେ କିଛି ନାହିଁ। 36ରୁ ଅଧିକ ସମୟ ମୁଁ ତାଙ୍କୁ ଭିନ୍ନ ଭିନ୍ନ ରୂପରେ ମୁଁ ଦେଖିଛି। ଈଶ୍ୱର ଯଦି ସର୍ବବ୍ୟାପୀ ତାହେଲେ ଈଶ୍ୱରଙ୍କୁ ଆମେ କେଉଁଠି ପାଇବା? ମୁଁ ସମସ୍ତଙ୍କ ଭିତରେ ଅଛି, ସବୁଆଡ଼େ ଅଛି, କିନ୍ତୁ ହୃଦୟରେ ମୋତେ ଖୋଜ। ସିଏ ହେଉଛନ୍ତି ନିରାକାର, ତାଙ୍କର ବିଲକୁଲ କିଛି ରୂପ କିଛି ନାହିଁ। ଭାବ ବନ୍ଧନ ଜୟ ଜଗନ୍ନାଥ। ଅତୁଟ ବିଶ୍ୱାସର ଅସରନ୍ତି ଗାଥା ଭାବବନ୍ଧନ ପଡ଼କାଷ୍ଟରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛୁ। ଆଜି ଏଭଳି ଏକ ବିଶେଷ କାର୍ଯ୍ୟକ୍ରମରେ ଆମ ସହିତ ସଂଯୁକ୍ତ ଅଛନ୍ତି ଓଡ଼ିଶାର ବରେଣ୍ୟ ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ପାଦ ସ୍ୱାମୀ ବାବା ବଳିଆଙ୍କୁ ସ୍ୱାଗତ କରୁଛୁ। ଆଜିର ଏ କାର୍ଯ୍ୟକ୍ରମରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଈଶ୍ୱର ଯଦି ସର୍ବବ୍ୟାପକ, ଈଶ୍ୱର ଯଦି ସର୍ବବ୍ୟାପୀ, ତାହେଲେ ଈଶ୍ୱରଙ୍କୁ ଆମେ କେଉଁଠି ପାଇବା? ଶ୍ରୀମଦ୍ ଭଗବତ ଗୀତାରେ ସିଏ କହିଛନ୍ତି, ସୁସ୍ପଷ୍ଟ ଭାବରେ କହିଛନ୍ତି, ଈଶ୍ୱର ସର୍ବଭୂତାନାମ୍। ମାନେ ଈଶ୍ୱର ଇଏ ଜଳ, ଅଗ୍ନି, ବାୟୁ, ମାଟି ସବୁଠି ଅଛନ୍ତି, କିନ୍ତୁ ତାଙ୍କୁ ତୁମେ କେଉଁଠି ଖୋଜିବ? ହୃଦୟ ସର୍ଜୁନ ତିଷ୍ଠ। ଏଇ ହୃଦୟ ହେଉଛି ତାଙ୍କର ନିବାସ, ଏଇ ମସ୍ତିଷ୍କ ହେଉଛି ତାଙ୍କର ମାନେ କାର୍ଯ୍ୟାଳୟ। ତାଙ୍କ ଯିବା ଆସିବା ବାଟ ହେଉଛି ନାସାର 2 ରନ୍ଧ୍ର। ତେଣୁ ଅନ୍ୟାନ୍ୟ କବିମାନେ ମଧ୍ୟ ଲେଖିଲେ, ଜଳ, ସ୍ଥଳ, ବନ, ଗିରି, ଆକାଶ, ତୁମ୍ଭ ଲୀଳା ସବୁଠାରେ ପ୍ରକାଶ। ପୁନଶ୍ଚ ସେଇ ଗୀତାରେ 15 ଅଧ୍ୟାୟରେ ସେ କହିଲେ, ସର୍ବସ୍ୟ ଚାହମ୍ ହୃଦି ସନ୍ନିବିଷ୍ଟ। ହେ ଅର୍ଜୁନ, ମୁଁ ସମସ୍ତଙ୍କ ଭିତରେ ଅଛି, ସବୁଆଡ଼େ ଅଛି, କିନ୍ତୁ ହୃଦୟରେ ମୋତେ ଖୋଜ। ସେ ପରିଷ୍କାର କହିଲେ। ଓଡ଼ିଆର ଭାଗବତରେ ସୂର୍ଯ୍ୟ ଅନଳେ କିବା ଜଳେ ଅଥବା ହୃଦୟ କମଳେ, ସେ ପରିଷ୍କାର କରିଦେଲେ। ମୁଁ ସୂର୍ଯ୍ୟ, ମୁଁ ହେଉଛି ଅଗ୍ନି, ମୁଁ ହେଉଛି ସମୁଦ୍ର। ଯଦି ଏଇ ତିନୋଟିକି ତୁମେ ସବୁଦିନେ ଦେଖୁଛ ବୋଲି ତୁମେ ଭାବୁଛୁ ନା ଏଇଟ ସୂର୍ଯ୍ୟ, ଏଇଟ ଅଗ୍ନି, ଏଇଟ ଜଳ, ଏଇଥିରେ ଆମେ ଗାଧଉଛୁ, ପାଧଉଛୁ, ଚୁଲି ଜାଳୁଛୁ ବା ରୋଷେଇ କରୁଛୁ, ଆଉ ଇଏ କ'ଣ ଠାକୁର? ଯଦି ତୁମେ ମନ ଭିତରେ ଏମିତି ଆଣୁଛ, ସୂର୍ଯ୍ୟ ଅନଳେ କିବା ଜଳେ ଅଥବା ହୃଦୟ କମଳେ, ହୃଦୟକୁ ଚିନ୍ତନ କର। ତାପରେ କହିଲେ, ଆହୁରି ସରଳ କରିଦେଲେ, ଯେବେ ନପାରେ ଏତେ ମତ ଗୃହରେ ଅତିଥି ଆଗତ। ଗୋଟେ ଅଚିହ୍ନା ଲୋକଟିଏ ଆସିଲା, କିମ୍ବା ଜଣେ ସାଧୁ ଆସିଲେ, କିମ୍ବା ବ୍ରାହ୍ମଣ ଆସିଲେ, ମୋଟାମୋଟି ଅତିଥି କହିଲେ ଗୋଟାଏ ଚୋର ଡକାୟତଙ୍କୁ ଅତିଥି କୁହାଯିବ ନାହିଁ। ଗୋଟେ ଲୋକ ଖାଇବାକୁ ଆସିଛି, ଖାଇବାକୁ ମାଗୁଛି, ତାକୁ ଖାଇବାକୁ ଦିଅ। ଗୃହରେ ଅତିଥି ଆଗତ, ତାହାଙ୍କୁ ବିଷ୍ଣୁ ପ୍ରାୟ ମଣି ପୂଜିବ ଦେଇ ଅନ୍ନ ପାଣି। ଏମନ୍ତ ବିଷ୍ଣୁ ପୂଜା କରି ଭବ ସଂସାରୁ ଯାନ୍ତି ଧରି। ମାନେ ଅତି ସରଳ ସହଜ କହିଲେ। ତାପରେ କହିଲେ, ଏ ଯେଉଁ ହୃଦୟକୁ ଆମେ
ଧ୍ୟାନ କରିବୁ। ମନ୍ତ୍ରଟା କ'ଣ? ମନ୍ତ୍ର ଉପରେ ମଧ୍ୟ କୌଣସି ଗୁରୁତ୍ୱ ଦେଇନାହାନ୍ତି। କେବଳ ଚିନ୍ତନ କର। ସକାଳୁ ଉଠିଲ ଟିକେ ହୃଦୟକୁ ଚିନ୍ତନ କର। ଇଏ ଗୋଟେ କଥା। କିନ୍ତୁ ଆମର ଆଉ ଗୋଟେ ଯେଉଁଟା ଦର୍ଶନ ଶାସ୍ତ୍ର ଆମର ଗୀତା, ସିଏ କହିଲେ ତୁମେ ଲମ୍ବା ଲମ୍ବା ମନ୍ତ୍ର କାହିଁକି ଏତେ ଭଜୁଛ? ଇଏ ମନ୍ତ୍ର ସେ ମନ୍ତ୍ର, ଯଦି କିଛି ନ ପାରୁଛ କେବଳ ଓମ୍ ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମୁନ୍ ସ୍ମରଣ। କେବଳ ଓମ୍ 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 କହି ଯଦି ଜୀବନ ନାଟକର ଶେଷ ହୁଏ, ତାହେଲେ ସେଇଥିରେ ତୁମେ ମୁକ୍ତି ପାଇବ। ସକଳ ମନ୍ତ୍ର ମଧ୍ୟରେ ସାର, ତ୍ରିଧାମ ବ୍ରହ୍ମମ ଓଙ୍କାର। ତାପରେ ମୋତେ ଗୋଟିଏ ଶବ୍ଦ ମିଳିଛି, ସେଇଟା ହେଉଛି ଅଂ ବଂ ଜଂ। ଅଂ କହିଲେ ଅନନ୍ତ, ବଂ କହିଲେ ବ୍ରହ୍ମ, ଜଂ କହିଲେ ଜ୍ୟୋତି। ସିଏ ହେଉଛନ୍ତି ନିରାକାର, ତାଙ୍କର ବିଲକୁଲ କିଛି ରୂପ କିଛି ନାହିଁ। ଆପଣମାନେ ବା ଆମେମାନେ ଯେଉଁ ରୂପକୁ ଦେଖି ଆସୁଛୁ, ଆମ ପିଲାବେଳୁ ଦେଖୁଛୁ, ତା ପୂର୍ବରୁ ଦେଖୁଥିଲେ, ଇଏ ରୂପ ହେଉଛି ପରିକଳ୍ପିତ ରୂପ। ଯେମିତି ଭାରତର ମାନଚିତ୍ର, ଏଇଟା ଭାରତ ନୁହେଁ। କିନ୍ତୁ ଭାରତ ବିଷୟରେ ଜାଣିବାକୁ ହେଲେ ମାନଚିତ୍ରଟିକୁ ଦେଖିବାକୁ ପଡ଼ିବ। କେଉଁଠି ଦିଲ୍ଲୀ, କେଉଁଠି ଏମିତି। ତେଣୁ ଇଏ ହେଉଛି ଯେ ଗୋଟେ ଯେଉଁ ମୂର୍ତ୍ତି, ଇଏ ମୂର୍ତ୍ତି ହେଉଛି ଗୋଟାଏ ମାନେ ମାଧ୍ୟମ। ମନଟାକୁ ଧରି ରଖିବା ପାଇଁ ମୂର୍ତ୍ତିଟିକୁ ସଜେଇ ଦେଲେ ମାନେ ଆମକୁ ଭାରି ସୁନ୍ଦର ଦେଖାଗଲା। ତେଣୁ ଗୋଟେ ଏକାଗ୍ରତା ସୃଷ୍ଟି ହେଲା। ଏ ବିଷୟରେ ମୁଁ ଦୀର୍ଘ ଦିନ ଚିନ୍ତା କଲି। 1982 ମସିହାରେ ମୋତେ ଦେଖାଗଲା କେହି ଧନୁ ଧରି ନାହାନ୍ତି, କେହି ବଂଶୀ ଧରି ନାହାନ୍ତି, ଶଙ୍ଖ ଚକ୍ର ଗଦା ପଦ୍ମ କାହା ହାତରେ ବି ନାହିଁ, କେବଳ ଗୋଟିଏ ଜ୍ୟୋତି। ହୁଏତ ମୁଁ ନୀଳ ବୋଲି କହୁଛି, ଆଉ କିଏ ଧଳା ବୋଲି କହୁଛି, କିନ୍ତୁ ସଜ୍ୟୋତି ଭଗବାନ। ଆମେ ତାଙ୍କୁ ଯେଉଁ ରୂପରେ ଡାକୁଛୁ, ପ୍ରଭୁ ମୋତେ ଆପଣ ଗଣେଶଙ୍କ ରୂପରେ ଦେଖାଦିଅ, ସେ ସବୁଗୁଡ଼ା ଗଣେଶଙ୍କ ରୂପ ହେଉଛନ୍ତି। କିଏ କହୁଛି ମାନେ ମୋତେ ନାରାୟଣ ରୂପରେ ଦେଖାଦିଅ, ନାରାୟଣ ହେଲେ। କିଏ କହୁଛନ୍ତି ମୋତେ ଗୌରାଙ୍ଗ ରୂପରେ ଦେଖାଦିଅ, ସେ ହେଲେ। ରୂପ ହେଉଛନ୍ତି, କିନ୍ତୁ ନିର୍ଦ୍ଦିଷ୍ଟ ରୂପ ତାଙ୍କର କିଛି ନାହିଁ। ମୂର୍ତ୍ତି ଉପାସନା, ପ୍ରତିମା ପୂଜା ଏସବୁ କରିବା ପରେ ମନ ଯେତେବେଳେ ପୁଣି ବିଚଳିତ ହେଉଛି, ଆମେ ସେତେବେଳେ ପ୍ରତିମା ନୁହେଁ ଗୋଟେ ପ୍ରତୀକାତ୍ମକ ଭାବରେ ଆମେ ତାକୁ ଗ୍ରହଣ କରୁଛେ। ଆପଣଙ୍କ ଜୀବନରେ ସେମିତି ଉପଲବ୍ଧି ଅଛି କି ଆପଣ ଈଶ୍ୱରଙ୍କୁ କେଉଁ ସ୍ୱରୂପରେ ଦେଖିଛନ୍ତି? ମୁଁ ଯେତେବେଳେ ପ୍ରତିମା କଥା ଉଠେ, ପ୍ରତିମା ଶବ୍ଦର ଅର୍ଥ ନୁହେଁ ମୂର୍ତ୍ତି। ପ୍ରତିମା ଶବ୍ଦର ଅର୍ଥ ହେଉଛି ଅନୁପମ, ଯାହାର ଉପମା ନାହିଁ। ଦୁନିଆରେ ଅନୁପମ ହିଁ ହେଉଛନ୍ତି ସେଇ ଜଣେ। ଆଚ୍ଛା, ପ୍ରତିମା ବିନା କୌଣସି ଧର୍ମ ଚାଲିପାରିବ ନାହିଁ। ମୁଁ ବାପା ବୋଲି ଜଣକୁ କହିଲେ ହେବନି, ବାପାର ରୂପ ଦେଖିବାକୁ ପଡ଼ିବ। ବାପା ଚାଲିଗଲେଣି, ମା ଚାଲିଗଲେଣି, ତାଙ୍କ ଫଟୋ ଦୁଇଟା ମୋତେ ଜଣାଉଛି ଇଏ ଥିଲେ ମୋର ବାପା। ଏତିକି। ମୁଁ ଗୋଟେ ବାବାଜୀ ହେବି ଏମିତି କେବେ ବି ଭାବିନେଇ। ମୁଁ ଦିନେ ହଠାତ୍ ଦେଖିଲି ମୁଁ ଗୋଟାଏ ଜାଗାରେ ଆସି ପହଞ୍ଚିଛି। ଏଇ ଜାଗାଟା ଗୋଟେ ହୁଙ୍କା ପାଖରେ ଶୋଇଛି। ହୁଙ୍କାଟା କ'ଣ?
ତେଣୁ ମୋ ଭିତରେ ଭାବନା ଆସିଲା ହୁଙ୍କା କ'ଣ, ମୁଁ ତ ମଣିଷ, ଇଏ ତ ହୁଙ୍କା, ତେଣୁ ହୁଙ୍କାକୁ ମୁଁ ପୂଜା କରୁନି। ସେ ଯେଉଁ ହୁଙ୍କାଟି ଭିତରେ ବା ହୁଙ୍କା ମାଧ୍ୟମରେ ସେଇ ଅଦୃଶ୍ୟ ନିରାକାର ଜ୍ୟୋତିଙ୍କୁ ମୁଁ ଅନନ୍ତ ବା ଶିଶୁ ଅନନ୍ତ ରୂପରେ ସମ୍ବୋଧନ କରେ। ମାଧ୍ୟମଟା ନିହାତି ଦରକାର। ଗୋଟିଏ ଆର୍ଯ୍ୟ ସମାଜ ସିଏ କହୁଛନ୍ତି ଆମେ ମୂର୍ତ୍ତି ପୂଜା କରୁନା। ଯଜ୍ଞ କୁଣ୍ଡଟିଏ କରନ୍ତି, ଯଜ୍ଞରେ ନିର୍ଦ୍ଦିଷ୍ଟ ମନ୍ତ୍ରରେ ଆହୁତି ଦିଅନ୍ତି। ସିଏ ମନ୍ତ୍ରଟି ଯେଉଁଠି ଲେଖା ହେଇଛି ତା ନାଁ ହେଉଛି ବେଦ। ତାହେଲେ ବେଦ ଗୋଟିଏ ମୂର୍ତ୍ତି, ମନ୍ତ୍ର ଗୋଟିଏ ମୂର୍ତ୍ତି, ଯଜ୍ଞ କୁଣ୍ଡ ଗୋଟିଏ ମୂର୍ତ୍ତି, ଅଗ୍ନି ଗୋଟିଏ ମୂର୍ତ୍ତି। ଅଗ୍ନିଟା କ'ଣ ମନକୁ ଜଳୁଛି? କାଠ ପଡ଼ି ଲାଗୁଛି ନା। ଆଉ ମନକୁ ନିୟନ୍ତ୍ରଣ କରି ଯେତେବେଳେ ଆମେ ସେଇ ଜ୍ୟୋତିର୍ବିନ୍ଦୁ ନିକଟରେ ନିଜେ ଲୟ କରିବା, ଈଶ୍ୱର ପ୍ରାପ୍ତିର ଗୋଟେ ଅନୁଭବ ଆସିବ। ଏ ହେଉଛି ଅନୁଭବର କଥା, ଉପଲବ୍ଧିର କଥା। ତେବେ ମନକୁ ନିୟନ୍ତ୍ରଣ କରି କିଭଳି ଆମେ ଈଶ୍ୱରାଭିମୁଖୀ ହେବା? ଗୀତାର ଭକ୍ତି ଯୋଗରେ ଗୋଟିଏ କଥା କହିଲେ, ଆମେ ଭକ୍ତି କହିଲେ ମାଳି, ଚିତା, ଚନ୍ଦନ, ତିଲକ, କୌପୁନୀ, ସେ ନାଲି ନେଳି ନୀଳ, ଏଇସବୁ କଥାକୁ ଆମେ କହୁ, ଯାଗ ଯଜ୍ଞ। ଗୀତାର ଭକ୍ତି ଯୋଗରେ ଏସବୁ କଥା କିଛି ନାହିଁ। ଗୀତାରେ କେମିତି କହିଲେ, ଗୋଟିଏ ଭକ୍ତି କହିଲେ ବର୍ଜ୍ୟାବେଶ୍ୟ ମନୋଜେବା, ତୁମେ ମନକୁ ସେଇଠି ରଖ। କେଉଁଠି ରଖିବୁ? ଗୁରୁଙ୍କ ପାଖରେ ରଖିବ, କିମ୍ବା ଶାସ୍ତ୍ର ପାଖରେ ରଖିବ, ନିଜ ବୁଦ୍ଧି ପାଖରେ ରଖିବ, କିମ୍ବା କାହାରି ଉପଦେଶକୁ ମନେ ପକାଇବ, କିମ୍ବା ତୁମେ ଯେଉଁ ଠାକୁରଙ୍କ ରୂପକୁ ଭଲ ପାଉଛ ମନଟା ସେଇଠି ରଖିବ। ବର୍ଜ୍ୟାବେଶ୍ୟ ମନୋଜୀବ। ଶାଲବେଗଙ୍କର ଉଦାହରଣ ହେଲା, ହେ ଜଗନ୍ନାଥ, ମୁଁ ଏ ବାଲିରେ ଚାଲିପାରୁନି, ମୋ ମନରେ ବହୁତ ଅଛି, ମୁଁ ଟିକେ ନନ୍ଦିଘୋଷ ରଥ ଟାଣିବି। ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି। ଇଏ ହେଲା ଭକ୍ତ, ଇଏ ହେଲା ଭକ୍ତି। ଦାସିଆର ଉପାଖ୍ୟାନ ହେଲା, ନନା ନଡ଼ିଆଟିଏ ଗୋଟେ ଲଗେଇଥିଲି, ଫଳିଥିଲା, ମୁଁ ତ ଆଉ ଯାଇପାରୁନି, ଟିକେ ଶ୍ରୀକ୍ଷେତ୍ର ଆପଣ ଟିକେ ନେଇଯିବେ। ହଉ ଦେ। ନନା ନେବ ଯେ, କାଳିଆ ଯଦି ହାତ ବଢ଼େଇକିରି ନେବ ତାହେଲେ ତାକୁ ଦେବ, ନହେଲେ ମୋ ଚଟଣି କରି ଖାଇବି। ଆଉ ମୋ ନଡ଼ିଆ ମୋତେ ଫେରାଇ ଦେବ। ସେ ନଡ଼ିଆକୁ କିଏ ନେଲା? ଜଣେ କହିବେ ଏଗୁଡ଼ା ସବୁ ଫାଲତୁ ଗପ କହୁଛନ୍ତି ତ। ଆଉ ମୁଁ ନିଜେ ଅନୁଭବୀ। ଜଗନ୍ନାଥଙ୍କୁ ନିମନ୍ତ୍ରଣ ନେଇକି ଯାଇଥିଲି। ଝରା ଫୁଲ, ରେଜା ପଇସା, ନଡ଼ିଆ, ଆଉ ସବୁ କ'ଣ ସବୁ ନେଇଥିଲି ମୋର ମନେ ନାହିଁ। ଜୟରାମ ମହାନ୍ତି ବୋଲି ଜଣେ ଲୋକ ମୋ ସାଙ୍ଗରେ ଯାଇଥିଲେ। ଗରୁଡ଼ ସ୍ତମ୍ଭ ପାଖରେ ତାକୁ ଦେଖେଇଲି। ମୁଁ କହିଲି ହେ ଜଗନ୍ନାଥ, ମୁଁ ଜାଣିନେଇ ନିମନ୍ତ୍ରଣ କ'ଣ, ମୋତେ ସଦାଶିବ ପଣ୍ଡିତ କହିଛନ୍ତି ଆପଣଙ୍କୁ ନିମନ୍ତ୍ରଣ ଦେବା ପାଇଁ। ଆପଣ ଯଦି ଦାସିଆ ହାତରୁ ନଡ଼ିଆ ନେଲେ, ଇଏ ମୋ ହାତରୁ କାହିଁ ଆକୁ ନେବେନି? ମୁଁ ବି ସେ କଥା ବି କହୁନି। ମୁଁ ଗରୁଡ଼ ସ୍ତମ୍ଭ ପାଖରେ ରଖିଦେଉଛି, ମୁଁ ରତ୍ନ ସିଂହାସନ ପର୍ଯ୍ୟନ୍ତ ଯିବି, ସେଠୁ ଫେରିଲା ବେଳକୁ ଯଦି ନଥିବ, ମୋର ଗୋଟେ ମୋଟାମୋଟି ମନ ହେବ ଯେ ଠାକୁର ନେଲେ। ଆଉ କ'ଣ ରତ୍ନ ବେଦିବାକୁ କ'ଣ ଯିବି? ମୁଁ ଗୋଟେ ଚାରି ପାଦ ଯାଇକି ପଛକୁ ଅନେଇଲାକୁ ସେ କିଛି ନାହିଁ। ଧରନ୍ତୁ ଫୁଲ ମାଳଟାକୁ ଜଣେ ନେଇଯିବ, ଫୁଲ ଗୁଡ଼ାକ ଗୋଟେଇକି ନେବ, କ'ଣ ଗୋଟାଏ ଟଗର ଫୁଲ ରହିଯିବନି? ରେଜା ପଇସା ଗୁଡ଼ାକ ନେବ, କ'ଣ ଏମିତି ଗୋଟେଇକି ନେଇଗଲା 2 ମିନିଟ୍ ଭିତରେ? 36ରୁ ଅଧିକ ସମୟ ମୁଁ ତାଙ୍କୁ ଭିନ୍ନ ଭିନ୍ନ ରୂପରେ ମୁଁ ଦେଖିଛି। ଯେଉଁ ଜଗନ୍ନାଥଙ୍କୁ ଦିନେ କଳା ପାହାଡ଼ ପୋଡ଼ି ଦେଇଥିଲା ବୋଲି କୁହାଯାଏ, ସେ କାଠକୁ ପୋଡ଼ିଥିଲା। ଯେଉଁ ଜଗନ୍ନାଥଙ୍କୁ ସମୁଦ୍ରରେ ଫିଙ୍ଗି ଦିଆ ହେଇଥିଲା ବୋଲି କୁହାହେଇଛି, ସେଇଟା ଜଗନ୍ନାଥଙ୍କ କାଠକୁ। ବାୟୁର୍ଜ ଅଗ୍ନି
ବରୁଣ ଶଶାଙ୍କ, ମୁଁ ବାୟୁ, ମୁଁ ଅଗ୍ନି, ମୁଁ ଚନ୍ଦ୍ର, ମୁଁ ସମୁଦ୍ର। ଈଶ୍ୱରଙ୍କୁ ପାଇବା ପାଇଁ ଆଜି ଭ୍ରମିତ ଆମେ ବିଷୟ ଜଞ୍ଜାଳ ଭିତରେ, ଏତେ ଜଞ୍ଜାଳ ଭିତରେ ଆମେ ଆଚ୍ଛନ୍ନ ହେଇଛେ, ଆମ ପାଖରେ ସମୟ ନାହିଁ। ତାରି ଭିତରେ ମହାପ୍ରଭୁଙ୍କୁ ପାଇବା ପାଇଁ ଏବଂ ସେ ଈଶ୍ୱରୀୟ ଉପଲବ୍ଧି ସେଇ ପାଇଁ ଯେଉଁ ସହଜ ମାର୍ଗ। ସେଇ ଯେଉଁ ସମୟ ନାହିଁ, ସେଇ ଯେଉଁ ସମୟଟାକୁ ଆପଣ ଯଦି ସଦୁପଯୋଗ କରୁନାହାନ୍ତି, ସେଇ ହେଉଛି ସାଧନା। କର୍ମ, ଜ୍ଞାନ, ଭକ୍ତି। ଭକ୍ତି କଲେ ସେବା, ଏ ତିନୋଟି ହେଲେ ପ୍ରଭୁଙ୍କର ସିଏ, ଆମେ ତାଙ୍କ ପାଖକୁ, ସିଏ ତ ଆମ ପାଖକୁ ଆସିବେ। ଆଉ ସବୁବେଳେ ବାବା ଆପଣ ଏ କଥା କହିଛନ୍ତି, ଆମେ ଏଭଳି କିଛି କର୍ମ କରିବା ଦରକାର ଯାହାଫଳରେ ମହାପ୍ରଭୁ ନିଜେ ଖୋଜି ଖୋଜି ଭଗବାନ ଭକ୍ତଙ୍କ ପାଖକୁ ଆସିବେ। ସେଭଳି ନଜିର ଆପଣଙ୍କର କେଉଁଠି ଅଛି ବା ଆପଣଙ୍କ ଜୀବନରେ ସେଭଳି ଉପଲବ୍ଧି ଅଛି? ମୁଁ କେତେ ଗୁଡ଼ିଏ ଭକ୍ତମାନଙ୍କର କଥାକୁ କଲେକ୍ସନ୍ କରିଛି। ଗୋଟିଏ ବୋହୂ ସ୍ୱାମୀ ସାଙ୍ଗରେ ଯାଇଛି ଜଗନ୍ନାଥଙ୍କୁ ଦେଖିବା ପାଇଁ, ଦର୍ଶନ କରିବା ପାଇଁ, ଭିଡ଼ରେ ପଶି ପାରିଲାନି। ଗୋଟେ ନିରୋଳା ଜାଗାକୁ ଆସି କାନ୍ଦିଲା। ତା ସ୍ୱାମୀ ପଚରା, ତୁମେ କାନ୍ଦିଲ କାହିଁକି? ନା ଗୋଟେ ଏତେ ବାଟ ପରିଶ୍ରମ କରିକି ଆଇଲି, ଗୋଟେ ଜଗନ୍ନାଥଙ୍କୁ ଟିକେ ଦେଖିପାରିଲିନି। ସେ ତ କହିଲା ହଉ, ନ ଦେଖିଲେ ନାହିଁ, ଆମର ଅନ୍ୟାନ୍ୟ ସବୁ ଦେଖିବା, ମୁକ୍ତି ମଣ୍ଡପ, ସେ ଅମକ ବିମଳା କମଳା ସବୁ ଦେଖିବା। ସେ ଗଲା, ଦେଖିଲା, କିନ୍ତୁ ମନଟି ତାର ସେଇଠି ଅଛି। ପୁଣି ଥକା ମାରିକି ଗୋଟେ ଜାଗାରେ ଠିଆ ହେଇ ତା କାନ ପାଖରେ କିଏ ଆଜି କହୁଛି, ଯାହାଙ୍କୁ ଦେଖିଲୁ ସବୁ ପରା ଜଗନ୍ନାଥ। ତା ଭ୍ରମ ତୁଟିଗଲା। ସେହି ଶ୍ରଦ୍ଧା ଏବଂ ବିଶ୍ୱାସକୁ ଆଧାର କରି ଏକ ଅଦୃଶ୍ୟ ଭାବଡୋରି ଭିତରେ ଆମେ ବାନ୍ଧି ହୋଇଛେ। ଆଜି ପୂଜ୍ୟ ବଳିଆ ବାବାଙ୍କର ଏହି ମାର୍ଗଦର୍ଶନ ଆମ ଭିତରେ ପୁଣି ଆବିଳତାକୁ ନଷ୍ଟ କରିଦେଉ, ଆମ ଭିତରେ ପୁଣି ନୂତନ ଭଲ ପାଇବା ଏବଂ ନୂଆ କିଛି କରିବାର ପ୍ରବଣତା ଆମ ସମସ୍ତଙ୍କୁ ଈଶ୍ୱର ମନସ୍କ କରୁ। ପୁଣି ଥରେ ଦର୍ଶକ ବନ୍ଧୁ, ଭକ୍ତ ବନ୍ଧୁ, ଆପଣମାନଙ୍କୁ ଅନୁରୋଧ କରିବୁ, ଆମର ଚ୍ୟାନେଲକୁ ଆପଣ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ ଏବଂ ଅଦୃଶ୍ୟ ଭାବଡୋରି ଭିତରେ ଭାବବନ୍ଧନ ସହିତ ଆପଣମାନେ ଯୋଡ଼ି ହେବେ। ପୁଣି ନୂତନ ପ୍ରସଙ୍ଗ ଏବଂ ତା'ର ମୀମାଂସାକୁ ନେଇ ଆମେ ଆଉ ଏକ ଅଧ୍ୟାୟରେ ଆପଣଙ୍କ ସହିତ ଯୋଡ଼ି ହେବୁ। ଆଜି ପାଇଁ ମେଲାଣି। ଜୟ ଜଗନ୍ନାଥ। ଭାବ